জয় জগন্নাথ। কটক বাহন আসোসিଏସନର ମୁଁ ହେଉଛି ପ୍ରତିଷ୍ଠାତା ଏବଂ ଅଲ୍ ଓଡ଼ିଶା ବାହନ ଆସୋସିଏସନର ମୁଁ ହେଉଛି ପ୍ରେସିଡେଣ୍ଟ ଅଛି। ସମସ୍ତଙ୍କୁ ମୋର ବାହନ ମାଲିକମାନଙ୍କୁ ଅନୁରୋଧ କରୁଛି ଗୋଟିଏ କଥା, ଆଗରୁ ଆମକୁ ପରିବହନ ବିଭାଗରେ ଏତେ ଦୁର୍ଦ୍ଦଶା ଭୋଗିବାକୁ ପଡୁନଥିଲା। ଯେବେଠାରୁ ଏ ନୂଆ ସରକାର ଆସିଛି, ନୂଆ ସରକାରରେ ନୂଆ ସଚିବ ହେଇଛନ୍ତି, ଇଏ କିଛି ଜାଣନ୍ତିନି ଆଜ୍ଞା। ଗାଡ଼ି ମାଲିକଙ୍କୁ କେମିତି ମାରିବେ ସେ ତାଙ୍କର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଦେଇଛନ୍ତି ଅଲରେଡି। କର୍ପୋରେଟର ମାନଙ୍କ କତରୁ ଟଙ୍କା ନେଇକିରି ମାନେ ଟ୍ରାନ୍ସପୋର୍ଟ କତରୁ ଟଙ୍କା ନେଇକିରି ବାହାର ଗାଡ଼ିକି କେମିତି ଏଠି ଓଡ଼ିଶାରେ କମ୍ ରେଟ୍ରେ ଭଡ଼ା କାଟିକି ମାନେ ଚଲେଇବେ, ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ। ଆଞ୍ଚଳିକ ମାଲିକମାନେ କେମିତି ସର୍ବହରା ସର୍ବଶାନ୍ତ ସର୍ବବୁଡ଼ା ହେଇକିରି ଶେଷରେ ଗୁଜୁରାଟ ଯିବେ ଦାଦାନା ଶ୍ରମିକ ଖଟିବା ପାଇଁ, ଏଇଟା ଗୋଟେ ବ୍ଲୁ ପ୍ରିଣ୍ଟ ତାଙ୍କର ପ୍ରସ୍ତୁତ କରିଦେଇଛନ୍ତି। ଆପଣଙ୍କ ମାଧ୍ୟମରେ ମୁଁ କହୁଛି, ଏ ଦେଶରେ କ୍ରାନ୍ତିକାରୀ ମରିନାହାନ୍ତି ନା ଏ ରାଜ୍ୟରେ ବି କ୍ରାନ୍ତିକାରୀ ମରିନାହାନ୍ତି। ସତ କହୁଛି, ଏ ଯେଉଁ ନ୍ୟାୟ କରୁଛନ୍ତି ଆପଣ ଗଣମାଧ୍ୟମ ମାଧ୍ୟମରେ ମୁଁ ସମସ୍ତଙ୍କୁ କହୁଛି, ପ୍ରତି ଘରେ ଘରେ ଅସନ୍ତୋଷର ମାନେ କୋଟିଏ 25 ଲକ୍ଷ କେବଳ କମର୍ସିଆଲ ଗାଡ଼ି ଯେତେବେଳେ ପଞ୍ଜୀକୃତ ହେଇକିରି ବର୍ତ୍ତମାନ ଏସ୍ଟିଏରେ ଅଛି, ଚିନ୍ତା କରନ୍ତୁ କେତେ ପରିବାର, ପାଖାପାଖି 2 ରୁ 2.5 କୋଟି ପରିବାର ଆ ଉପରେ ନିର୍ଭରଶୀଳ ଏହି ପରିବହନ ବିଭାଗ ଉପରେ। ଆଜି ଜଣଙ୍କର କୋପଦୃଷ୍ଟି, ଜଣଙ୍କର ଲୋଲୁପ ଦୃଷ୍ଟି, ଆଉ ଜଣଙ୍କର କେବଳ ଟଙ୍କା ପ୍ରତି ଲୋଭ ସକାଶେ, କେବଳ ସଚିବ ଆଉ ଟିସିଙ୍କର ସକାଶେ ଆଜି ସବୁ ଗାଡ଼ି ମାଲିକମାନଙ୍କ ଭିତରେ ଗୋଟେ ହାହାକାର, ଗୋଟେ କୋକୁଆ ଭୟ ହେଇଯାଇଛି। ଖାଲି ଟଙ୍କା ଦିଅ, ଘରେ ଗାଡ଼ି ଥୋଇଲେ ବି ଟଙ୍କା ଦିଅ, ରାସ୍ତାରେ ଗାଡ଼ି ଚାଲିଲେ ବି ଟଙ୍କା ଦିଅ, ହେଲମେଟ୍ ପିନ୍ଧିଲେ ବି ଟଙ୍କା ଦିଅ, ହେଲମେଟ୍ ନ ପିନ୍ଧିଲେ ବି ଟଙ୍କା ଦିଅ, ଯେମିତି ଯାହା ବି ଯେଉଁ ଉପାୟରେ ମଧ୍ୟ ହଉ ଟଙ୍କା ଦିଅ। ଗୋଟେ ପେଟ୍ରୋଲ ଲିଟର କିଣିଲେ ଆମେ 60 ଟଙ୍କା ସରକାରଙ୍କୁ ଦଉଛୁ, କେନ୍ଦ୍ର ରାଜ୍ୟ ମିଶି ନେଉଛନ୍ତି। ଆପଣ ଚିନ୍ତା କରନ୍ତୁ, ଏଇଟା ମିଛ କଥା ନୁହଁ, ସତ କଥା। ଆପଣ ଚିନ୍ତା କଲେ ଇଏ ସଚିବ କ'ଣ ପାଇଁ ଏଠି ଆଇଛନ୍ତି? ଏଇ କ'ଣ ପାଠଶାଠ ଏଇଥିପାଇଁ ପଢିଥିଲେ? ଏଇଥିପାଇଁ କ'ଣ ଆମେ ଆକୁ ଦରମା ଦେଇକିରି, ଏସି ରୁମ୍ ଦେଇକିରି, ଗାଡ଼ି ଦେଇକିରି, ଚାକର ଡ୍ରାଇଭର ଦେଇକିରି ବସେଇଦେଲୁ? ଏଇଥିପାଇଁ ଆମକୁ କ'ଣ ଲୁଟ୍ କରିବାକୁ? ଆ ଭିତରେ ଅସନ୍ତୁଷ୍ଟ ବହୁତ ହେଲାଣି। ଯଦି ଆକୁ ଆଗାମୀ ଦିନରେ ମନ୍ତ୍ରୀ, ମୁଖ୍ୟ କଥା ହେଉଛି ମନ୍ତ୍ରୀ ଚାହୁଁଛନ୍ତି ସୁଧାର ଆଣିବା ପାଇଁ, ସଚିବ କରୁନାହାନ୍ତି। ମନ୍ତ୍ରୀ କହୁଛନ୍ତି ଆରେ 70 ଟଙ୍କା ଦେଇ ଗୋଟେ ଫାଇନ୍ କାଟିଦିଅ, ଇଏ କହୁଛନ୍ତି ନାଇଁ 10,000 ଟଙ୍କା ଦେଇକିରି ଜୋରିମାନେ ଆମେ ତାଙ୍କ ଆଦାୟ କରିବା, କାହିଁକି କାଟୁନାହାନ୍ତି? ତେଣୁ ବର୍ତ୍ତମାନ ବିଭାଗରେ ମନ୍ତ୍ରୀ ଆଉ ସଚିବଙ୍କର ତାଳମେଳ କିଛି ରହୁନି। ସଚିବ କହୁଛନ୍ତି ଆମେ ପାଠଶାଠ ପଢିକି IAS ହେଇଛୁ, ଏଗୁଡ଼ା ମୂର୍ଖ ଗାଁରେ ବୁଲୁଥିଲେ ଆସିକିରି ଆଇଛନ୍ତି, ଇଏ କ'ଣ ଆମକୁ ବୁଦ୍ଧି ବତେଇବେ? ଆମ ଶାସନ, ଆମେ ଆଇନ ପଢିଛୁ, ଆମେ ଆଇନ ପ୍ରଣୟନ କରୁଛୁ। ଇଏ କାଲି ସକାଳେ ଗୋଡ଼ ହାତ ଧରି ଭୋଟ ମାଗିକିରି ଆଇଥିଲେ, ଆଙ୍କ କଥା କ'ଣ ଆମେ ମାନିବୁ? ତେଣୁ ଏଇଥିପାଇଁ ଆଜି ଗୋଟେ ବଡ଼ ସମସ୍ୟା ସୃଷ୍ଟି ହେଇଛି। ଦୁଇ ଭାଗ ଭିତରେ ଆଜି ମାଲିକମାନେ ପେଶି ହେଇଯାଉଛନ୍ତି। ତେଣୁ ଆଗାମୀ ଦିନରେ ଆପଣମାନଙ୍କୁ ଅନୁରୋଧ କରୁଛି, ଯଦି ଓଡ଼ିଶାରେ ଶାସନ କରିବାର ଅଛି, ସୁଶାସନ କରିବାର ଅଛି, ଓଡ଼ିଶାର ପ୍ରଗତି କରିବାର ଅଛି, ତାହେଲେ ମୋଟର ବିଭାଗ ହେଉଛି ସବୁଠାରୁ ବଡ଼ ବିଭାଗ ଆଉ ସବୁଠାରୁ ବଡ଼ ଆୟର ଗୋଟେ ସ୍ରୋତ ଆଜ୍ଞା। ଆ ଉପରେ ପାଖାପାଖି 2.5 କୋଟିରୁ 3 କୋଟି ଲୋକ ପ୍ରଭାବ ମାନେ ପରିବାର ପ୍ରତିପୋଷଣ କରୁଛନ୍ତି ପ୍ରତ୍ୟକ୍ଷରେ ଆଉ ପରୋକ୍ଷରେ। ଆଉ ଯଦି ସଚିବ ଏକଥା ନ ଶୁଣନ୍ତି, ବାଧ୍ୟ ହୋଇ ଆମେ ଶନିଦେବଙ୍କର ଶରଣ ନେବୁ। ଆମର ଇଷ୍ଟଦେବ ହେଉଛନ୍ତି ଶନିଦେବ। ଶୀଘ୍ର କେମିତି ପ୍ରାର୍ଥନା କରିବୁ ତାଙ୍କର ଏତେ ଦୁର୍ଦ୍ଦଶା ହଉ, ସାରା ଓଡ଼ିଶାର ଗାଡ଼ି ମାଲିକ ଦେଖିବେ ଆଉ ବୁଝିବେ ପ୍ରକୃତ ଗୋଟେ ଗାଡ଼ି ମାଲିକ ସଂସ୍ଥା ଆଉ ଗାଡ଼ି ବ୍ୟବସାୟ ସଂସ୍ଥାକୁ ଗୋଟେ ସଚିବ ଟିସି କେମିତି ଆଜି ମାନେ ରସାତଳକୁ ନେବାକୁ ବସିଛନ୍ତି, ତାଙ୍କୁ ଦୈବ ଦଣ୍ଡ ମିଳୁ। ଆଜି ଆମେ ଆଇନ କାନୁନ ତ ଯାହା ବାଟରେ ଯିବ, ସମସ୍ତଙ୍କୁ ଡାକୁଛୁ, ସମସ୍ତେ ପ୍ରଭୁ ଶନିଦେବଙ୍କ ପାଖରେ ଦୀପ ଜାଳନ୍ତୁ, ଯେମିତି ତାଙ୍କର ଏତେ ଅନିଷ୍ଟ ହଉ, ଯେମିତି ଚାକିରି ଛାଡ଼ି ସେ ପରିବାର ନଷ୍ଟ ଭ୍ରଷ୍ଟ ପୁରା ରସାତଳକୁ ପଳେଇଯାଉ। ଏତିକି କହୁଛି ଭାଇ, ଗଣମାଧ୍ୟମ ମାଧ୍ୟମରେ ସମସ୍ତଙ୍କୁ ସଚେତନ କରୁଛି। ଆପଣ ପ୍ରତିବାଦ କରନ୍ତୁ, ଯିଏ ଯୋଉଠି ଅଛନ୍ତି ଲାଇକ୍ କମେଣ୍ଟ ସେୟାର କରନ୍ତୁ ଏବଂ ଚିଠି ଦିଅନ୍ତୁ। ଯାହା ପାରୁଛନ୍ତି ଆପଣଙ୍କ ହାତରେ ଆପଣ ଅସ୍ତ୍ର ଉଠାନ୍ତୁ, ନହେଲେ ଇଏ ସଚିବ ଆଉ ଇଏ ଟିସି ଆମକୁ ଶାନ୍ତିରେ ବସେଇ ଦେବେ ନାହିଁ ନା ଗାଡ଼ି ଚଲେଇ ଦେବେ ନାହିଁ। ଯାହାର ପ୍ରମାଣ ଆପଣଙ୍କ ପାଖରେ ଆପଣମାନେ ଦେଖୁଛନ୍ତି। ଆପଣଙ୍କ ପାଖକୁ ସବୁବେଳେ ଗୋଟା ଲେଖା ପ୍ରେମପତ୍ର ଆଉଛି, 50,000 60,000 20,000 ଘରେ ଗାଡ଼ି ଥୋଇକିରି ଆପଣଙ୍କ ପାଖକୁ ଫାଇନ୍ କାଟିବାକୁ ପଡୁଛି। ରହୁଛି ଭାଇ, ଜୟ ଜଗନ୍ନାଥ।